ମାଛ ତରକାରୀ ଆପଣମାନେ ବହୁତ ଥର ଏବଂ ବହୁତ ଉପାୟରେ ବନାଉଥିବେ। ସେହି ନୀତିଦିନିଆ ଘରର ମସଲାରେ ଏହି ଉପାୟରେ ଗୋଟେ ଥର ମାଛ ତରକାରୀ ବନାନ୍ତୁ, ଦେଖିବେ ଆପଣଙ୍କୁ ବହୁତ ସ୍ୱାଦିଷ୍ଟ ସହିତ ବନେଇବା ପାଇଁ ସହଜ ମଧ୍ୟ ଲାଗିବ। ତାହେଲେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ମାଛ ତରକାରୀର ରେସିପି। ପ୍ରଥମେ ମୁଁ ଏଠାରେ 1 କେଜି ମାଛକୁ ନେଇକିରି ଭଲସେ ଧୋଇ ନେଇଛି। ଧୋଇକିରି ଗୋଟେ ଜାଗାରେ ରଖି ନେଇଛି। ସେଥିରେ 1 ଚାମଚ ଲୁଣ ଏବଂ 1 ଚାମଚ ହଳଦୀ ଦେଇକିରି ମାଛକୁ ଭଲସେ ଲୁଣ ହଳଦୀ ସହିତ ଗୋଳେଇ ନେଇଛି। ଆପଣ ଆପଣଙ୍କ ହିସାବରେ ମାଛକୁ କମ୍ ଅଧିକ କରି ନେଇପାରିବେ। ମାଛକୁ ଗୋଳେଇ ନେବା ପରେ ଏବେ ଗୋଟେ କଡ଼େଇ ଗରମ କରି ମୁଁ ସେଥିରେ ସୋରିଷ ତେଲ ଦେଇଛି। ସୋରିଷ ତେଲ ମୁଁ ଏଠାରେ 4 ଚାମଚ ବଡ଼ ଚାମଚରେ ଦେଇଛି। ତେଲ ଭଲସେ ଗରମ ହେଇଯିବା ପରେ ଲୁଣ ହଳଦୀରେ ଗୋଳେଇକି ରଖିଥିବା ମାଛକୁ କଡ଼େଇରେ ଦେଇଛି ମୁଁ ଭାଜିବା ପାଇଁ। ଗୋଟେ ଥରରେ ମୁଁ ସବୁତକ ମାଛ ଦେଇନି, ଗୋଟେ ଥରରେ ସବୁତକ ମାଛ ଜାଗା ହେବନି କଡ଼େଇରେ, ଏବଂ ଯଦି ଅଧିକା ଦେଉଛି ମାଛ ତାହେଲେ ମାଛ ଭଲସେ ଭାଜି ବି ହେବନି ଏବଂ ମାଛ ଭାଙ୍ଗି ଯିବାର ସମ୍ଭାବନା ଥାଏ। ସେଥିପାଇଁ ମୁଁ ଯେତିକି ମାଛ ଗୋଟେ ଥରରେ ଜାଗା ହେବ ସେତିକି ମାଛ ଦେଇଛି। ମାଛ ଗୋଟେ ଥରରେ ଭାଜି ହେଇଯିବା ପରେ ଆଉ ଗୋଟେ ଥରରେ ବଳକା ଥିବା ମାଛକୁ ମୁଁ ଭାଜି ନେବି। ଏବେ ମାଛ ଗୋଟେ ଥରରେ ଭାଜି ହେଇଗଲା ପରେ ସବୁ ମାଛକୁ ଗୋଟେ ପ୍ଲେଟ୍ରେ ମୁଁ କାଢ଼ିକି ରଖି ନେଇଛି। ସେଇ କଡ଼େଇରେ ଆଉ ଯେତିକି ମାଛ ବଳକା ଥିଲା ସେଇ ମାଛକୁ ଦେଇଛି ଭାଜିବା ପାଇଁ। ମୁଁ ଏଠାରେ ଇଲିଶି ମାଛ ନେଇଛି। ଆପଣ ଯଦି ଚାହିଁବେ ଇଲିଶି ମାଛ ନେଇପାରିବେ, ନହେଲେ ଅଲଗା କେଉଁ ବି ମାଛ ନେଇକିରି ଏହି ଉପାୟରେ ଆପଣ ମାଛ ତରକାରୀ ବନେଇ ପାରିବେ। ଭିଡ଼ିଓଟିକୁ ଆପଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍ ସହିତ ସେୟାର କରିନେବେ। ଆଉ ଯଦି ମୋ ଚ୍ୟାନେଲରେ ନୂଆ ଥିବେ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ଛୋଟ ବେଲ୍ ଆଇକନ୍କୁ କ୍ଲିକ୍ କରିଦେବେ, ଯାହାଦ୍ୱାରା ମୁଁ ନେକ୍ସଟ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ତାହାର ନୋଟିଫିକେସନ୍ ଆପଣଙ୍କ ଫୋନ୍କୁ ଆସିଯିବ ଏବଂ ଆପଣ ଯାଇକରି ଭିଡ଼ିଓଟିକୁ ଦେଖିପାରିବେ। ଏବେ ମାଛ ତକ ମୋର ଭାଜି ହେଇଗଲାଣି। ମାଛ ଭାଜି ହେଇଯିବା ପରେ ସେଇ କଡ଼େଇରେ ମୁଁ କିଛି ଆଳୁକୁ ନେଇ ଭାଜି ନେଇଛି। 2ଟି ଆଳୁକୁ ନେଇକି ଲମ୍ବା ଲମ୍ବା କରି ଆଳୁକୁ ମୁଁ କାଟି ନେଇଛି। ଏଠାରେ ଆଳୁକୁ ଟିକେ ମୋଟା ରଖିଛି, ବେଶୀ ପତଳା କଲେ ତରକାରୀରେ ଆଳୁ ଭାଙ୍ଗିଯିବ, ସେଥିପାଇଁ ଟିକେ ମୋଟା ରଖି ଲମ୍ବା ଲମ୍ବା କରି ଆଳୁକୁ ମୁଁ କାଟି ନେଇଛି। ଆଳୁକୁ ମୁଁ ଏଠାରେ 3ରୁ 4 ମିନିଟ୍ ପର୍ଯ୍ୟନ୍ତ ଭାଜି ନେଇଛି। ଆଳୁର କଲର୍ ଟିକେ ଚେଞ୍ଜ ହେବା ପର୍ଯ୍ୟନ୍ତ ଆମେ ଆଳୁକୁ ଏଠାରେ ଭାଜି ନେବା ଏବଂ ଏହି ଆଳୁ ଭାଜି ହେବା ସମୟରେ ଆମର 20ରୁ 30% ଆଳୁ ସିଝି ଯାଇଥାଏ। ଏବେ ଆଳୁ ଭାଜି ହେଇଯିବା ପରେ ମୁଁ ଏବେ ଆଳୁକୁ କାଢ଼ିକିରି ଗୋଟେ ଜାଗାକୁ ରଖି ନେଇଛି। ଯେଉଁ ପ୍ଲେଟ୍ରେ ମୁଁ ମାଛ ରଖିଥିଲି ସେଇ ପ୍ଲେଟ୍ରେ ମୁଁ ଆଳୁକୁ କାଢ଼ିକି ରଖି ନେଇଛି। ଏବେ ମାଛ ତରକାରୀ ବନେଇବା ପାଇଁ ଗୋଟେ ମିକ୍ସରରେ ମୁଁ ରସୁଣ, ଅଦା ଏବଂ ପିଆଜକୁ ଗ୍ରାଇଣ୍ଡିଙ୍ଗ କରି ରଖି ନେଇଛି। 2ଟି ମିଡ଼ିୟମ୍ ସାଇଜ୍ର ପିଆଜ, ସେଥିରେ ଗୋଟେ ଖଣ୍ଡ ଅଦା ଏବଂ 10ରୁ 12ଟି ରସୁଣକୁ ନେଇକିରି ମୁଁ ଭଲସେ ବାଟିକିରି ରଖି ନେଇଥିଲି। ସେହି ବାଟଣକୁ କଡ଼େଇରେ ଦେଇକିରି ମୁଁ ଗୋଳେଇ ନେଉଛି। ଏହି କଡ଼େଇରେ ମାଛ ମୁଁ ଭାଜିଥିଲି। ମାଛ ଭାଜିବା ଟାଇମ୍ରେ ମାଛରୁ ତେଲ ବି ବାହାରିଥିଲା ଏବଂ ତାପରେ ମୁଁ ଏହି କଡ଼େଇରେ ସେଇ ତେଲରେ ଆଳୁ ମଧ୍ୟ ଭାଜି ନେଇଥିଲି। ତାପରେ ଯେତିକି ତେଲ ବଳିଥିଲା ସେଥିରେ ହିଁ ମୁଁ ମସଲା ଦେଇଛି। ଆପଣ ଯଦି ଚାହିଁବେ ମସଲା ଦେବା ଆଗରୁ ଆପଣ ତେଲ ଦେଇପାରିବେ। ମୁଁ ଏଠାରେ ତେଲ ମୋର କଡ଼େଇରେ ଥିବାରୁ ମୁଁ ଆଉ ଅଧିକା ତେଲ ଦେଇନି। ସେଇ ତେଲରେ ହିଁ ମୁଁ ମସଲାକୁ କଷି ନେବି। ମସଲା କଷିବା ଟାଇମ୍ରେ ଗ୍ୟାସ୍କୁ ସ୍ଲୋ ଫ୍ଲେମ୍ରେ ରଖିକିରି ମସଲାକୁ କଷି ନେବେ। ଅଦା ରସୁଣ ପିଆଜର ମସଲା ଟିକେ କଷି ନେବା ପରେ 2ରୁ 3 ମିନିଟ୍ କଷି ନେବା ପରେ ମୁଁ ସେଥିରେ ଟମାଟୋକୁ ଦେଇକି ଆଉ କିଛି ଟାଇମ୍ ପର୍ଯ୍ୟନ୍ତ ମୁଁ ଗୋଳେଇ ନେଇଛି। ଟମାଟୋ ଏଠାରେ ମୁଁ ଗୋଟେ ବଡ଼ ସାଇଜ୍ର ଟମାଟୋ ନେଇଛି। ଆପଣ ଗୋଟେ ବଡ଼ ସାଇଜ୍ର ଟମାଟୋ ନହେଲେ ମିଡ଼ିୟମ୍ ସାଇଜ୍ର ମଧ୍ୟ 2ଟି ଟମାଟୋ ନେଇପାରିବେ। ଟମାଟୋକୁ ଦେଇକିରି 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଗୋଳେଇ ନେବା ପରେ ମୁଁ ଏଠାରେ କିଛି ଗୁଣ୍ଡ ମସଲା ଦେବି। ମସଲାରେ ଅଧା ଚାମଚ ହଳଦୀ, 1 ଚାମଚ ଲଙ୍କା ଗୁଣ୍ଡ, 1 ଚାମଚ ଜିରା ଗୁଣ୍ଡ, 1 ଚାମଚ ଧନିଆ ଗୁଣ୍ଡ, 1 ଚାମଚ ଗରମ ମସଲା ଏବଂ 1 ଚାମଚ ଚିକେନ ମସଲା ସହିତ ସ୍ୱାଦ ଅନୁସାରେ ମୁଁ ଏଠାରେ ଲୁଣ ଦେଇଛି। ସବୁ ଦେଇ ସାରିକିରି ଭଲସେ ମସଲା ସହିତ ଗୋଳେଇ ନେଇଛି। ମସଲାରେ ମୁଁ ଏଠାରେ ମିକ୍ସରରେ ଯେଉଁଥିରେ ମୁଁ ଗ୍ରାଇଣ୍ଡିଙ୍ଗ କରି ଅଦା ରସୁଣ ଏବଂ ପିଆଜକୁ ରଖିଥିଲି ସେଇଥିରେ ଅଳ୍ପ ଟିକେ ପାଣି ଦେଇକିରି ସେଇ ପାଣିକୁ ମସଲାରେ ଅଳ୍ପ ଦେଇକିରି ମୁଁ ଏଠାରେ ମସଲା ସହିତ ଭଲସେ ଗୋଳେଇ ନେଇଛି। ମସଲାକୁ ଏବେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଗୋଳେଇ ନେବା ପରେ ଏବେ ମୁଁ ଗୋଟେ ଢାଙ୍କୁଣୀ ଦ୍ୱାରା ଘୋଡ଼େଇକିରି ମସଲାକୁ କିଛି ଟାଇମ୍ ପର୍ଯ୍ୟନ୍ତ ରଖି ନେଇଛି, ଯାହାଦ୍ୱାରା ମସଲାଟା ଆମର ଭଲସେ ସିଝିଯିବ। ଗ୍ୟାସ୍କୁ ମୁଁ ଏଠାରେ ସ୍ଲୋ ଫ୍ଲେମ୍ରେ ରଖିକିରି ମସଲାକୁ 10ରୁ 15 ମିନିଟ୍ ପର୍ଯ୍ୟନ୍ତ କଷି ନେବି ଏବଂ ମଝିରେ ମଝିରେ ଢାଙ୍କୁଣୀ କାଢ଼ିକିରି ଗୋଳେଇ ନେଉଥିବି, ଯାହାଦ୍ୱାରା ମସଲାଟା କଡ଼େଇରେ ତଳେ ନ ଲାଗିଯିବା ସହିତ ମସଲା ପୋଡ଼ିବନି ମଧ୍ୟ। ସେଥିପାଇଁ ପ୍ରତି 2ରୁ 3 ମିନିଟ୍ରେ ଢାଙ୍କୁଣୀ କାଢ଼ିକିରି ମସଲାକୁ ମୁଁ ମଝିରେ ମଝିରେ ଗୋଳେଇ ନେଉଛି। ଆପଣମାନେ ଗୋଟେ ଥର ଏହି ପ୍ରୋସେସ୍ରେ ନିଶ୍ଚୟ ମାଛ ତରକାରୀ ବନାନ୍ତୁ। କେମିତି ଲାଗୁଛି ମୋ ସହିତ କମେଣ୍ଟ ସେକ୍ସନରେ ନିଶ୍ଚୟ ସେୟାର କରିବେ। ତା ସହିତ ଆପଣମାନେ ମଧ୍ୟ କେଉଁ ଉପାୟରେ ମାଛ ତରକାରୀ ବନାନ୍ତି ଏବଂ ଏହି ଉପାୟରେ ଆପଣମାନେ ମାଛ ତରକାରୀ ବନେଇଥିବେ ଯଦି ସେଇଟା ମଧ୍ୟ ଆପଣମାନେ ମୋତେ କମେଣ୍ଟ ସେକ୍ସନରେ ଜଣେଇ ପାରିବେ।
मसला कषिबा समय जेतेबेले मसला सहित तेलटा अलगा होइजिबो एवं देखिबे मसलार उपरकू जेतेबेले तेल आसीजिबो जानिबे मसलाटा हमर भलसे कषि हो गलानी। एबे मसला कषि हो जिबा परे भाजिकी रखिथिबा आलू कड़ाई रे देइकिरी मसला सहित किछि टाइम पर्यंत आलू को कषि नेबी। प्रथमरु आलू भाजिबा टाइम रे हमर आलू 20 रु 30% हमर आलू सिझी जाइतिला। एबे मसला रे आलू देइकिरी कषिबा द्वारा आलू हमर आउ टिके भलसे सिझी जिवो। आलू को मसला सहित भलसे गोळेई नेइकिरी कषि नबा परे किछि टाइम पई मु घोड़ेइकिरी रखि नेइथिली। ता परे 2 रु 3 मिनिट परे ढांकुणा काढिकिरी आउ गोटे थरो गोळेई नेइछि जेमति तळटा हमर मसलाटा कड़ाई रे न लागि जिवो। सेथि पई मु आलू को भलसे गोळेई नबा परे कड़ाई रे एबे मु पानी देइछि। पानी आपण जेतिकी झोल रखिबा पई चाहिबे सेही हिसाब रे आपण माने पानी देई परिबे। मु एठारे बेसी झोल रखिबिनी सेथि पई मु टिके सुखिला माछ तरकारी को रखिबी। सेथि पई मु एठारे गोटे ग्लास पानी देइछि। पानी देई सारिबा परे मु एठारे जेतिकी माछ प्रथमरो भाजिकी रखिथिली सबुतक माछ को मु कड़ाई रे देइकिरी एबे गोळेई नेइछि। गोळेई नबा परे किछि टाइम पई मु घोड़ेइकिरी रखि नेबी जहा द्वारा तरकारी रे देइथिबा पानी सब कमी जिबा परे मु एठारे माछ तरकारी को टिके सुखिला रखिबी। सेथि पई मु अल्प पानी रखिबी। आपण जदि चाहिबे तरकारी रे टिके बेसी झोल रखिबा पई सेथि पई कम पानी टिके फुटी जिबा परे आपण माने गैस को बंद करि नै पारिबे। हेले जदि टिके सुखिला रखिबा पई चाहुचंती मु जो परि भाबरे बनौची सेमिति हेले तरकारी रे थिबा पानी सब कमी जिबा पर्यंत किछि गोटे घोड़ेइकिरी रखि नेबे। मु एठारे किछि टाइम पई घोड़ेइकिरी रखि नउची। एबे देखंतु माछ तरकारी मोर हेई जाइछि। पानी मध्ये तरकारी रो झोल कमी जाइछि। मोर माछ तरकारी हेकिरी रेडी हे गलानी। आपण माने भी एई प्रोसेस रे बनांतु। केमति लागुछि मो सहित कमेंट सेक्शन रे शेयर करिवे। माछ तरकारी हे जिबा परे शेष रे मु किछि धनिया पत्र काटिकी रखिथिली। सेई धनिया पत्र माछ तरकारी रे देई सारिछि। रहुछि नमस्कार, धन्यवाद।